ଖ୍ରୀଷ୍ଟଙ୍କ ନାମରେ ମୋର ପ୍ରିୟ ବାପା ମା ଭାଇ ଭଉଣୀ ଆଉ ଛୋଟ ପିଲାମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ମନେ ମନେ ଭାବୁଥିଲି ଯେ ମୁଁ ଏ ଭିଡ଼ିଓଟି ସୁଟ୍ କରିବି କି ନାହିଁ। ଅନେକ ଚିନ୍ତା କଲା ପରେ ମୋର ଆତ୍ମା ଆଉ ମୋତେ ରଖିପାରିଲା ନାହିଁ। ଆଉ ସେ ବାରମ୍ବାର ମୋତେ ପ୍ରୋତ୍ସାହନ ଦେବାକୁ ଲାଗିଲା ଯେ ତୋତେ ଏହା କରିବାକୁ ପଡ଼ିବ, ଏଇ ମେସେଜଟିକୁ ଭିଡ଼ିଓ ସୁଟ୍ କରିବାକୁ ପଡ଼ିବ। ଆମମାନଙ୍କୁ ଏଇଟା ଏକ ସନ୍ଦେଶ ଯାହା ମୁଁ ଗତ ଦିନ ମାନଙ୍କର ଡିସକଣ୍ଟିନ୍ୟୁ କରିଦେଇଥିଲି, ଆଉ ସେଇଟାକୁ ମୁଁ ଆଉ ପୁରା କଣ୍ଟିନ୍ୟୁ କରିବା ପାଇଁ ବୋଲିକି ଚାହେଁ। ଯେପରିକି ପ୍ରଭୁଙ୍କ ନାମର ଧନ୍ୟବାଦ ହେଉଛେ, ଆମମାନେ ଯେତେ ଆମମାନଙ୍କର ସମଗ୍ର ପରିବାରର ଲୋକମାନେ, ମୋର ପରିବାର ତଥା ମୋ ସ୍ତ୍ରୀର ପରିବାର, ଆମମାନେ ସମସ୍ତେ ଯେଉଁ ଦିନଠାରୁ ଲକଡାଉନ୍ ହେବାକୁ ଆରମ୍ଭ ହେଲା ସେଦିନଠାରୁ ଆଉ ପ୍ରତ୍ୟେକ ସନ୍ଧ୍ୟାବେଳେ ଆମମାନେ ସମସ୍ତେ ଆଉ ଫୋନ୍ କନଫରେନ୍ସ ମାଧ୍ୟମରେ ପ୍ରାର୍ଥନା କରିବାକୁ, ପରମେଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରିବାକୁ ଆମମାନେ ଆରମ୍ଭ କଲୁ। ଆଉ ବିଶେଷ କରିକି ତହିଁର ଏକ ବିଶେଷ ଭୂମିକା ମୋର ଶଳା ଯିଏକି ସଞ୍ଜୟ ଦୁର୍ଗ ଯେ ବ୍ଲେସିଂ ୟୁଥ୍ ମିଶନରେ ଆଉ ପ୍ରଭୁଙ୍କର ସେବା କାର୍ଯ୍ୟ କରୁଛନ୍ତି, ଆଉ ସେ ଏ ପ୍ରେୟରକୁ ସେ କଣ୍ଡକ୍ଟ କରାନ୍ତି। ଆଉ ଆମମାନଙ୍କର ଜଣେ ପ୍ରଭୁଙ୍କର ଦାସ ନିରଞ୍ଜନ ଦୁର୍ଗ, ସେ ମଧ୍ୟ ରେଗୁଲାରଲି ଆଉ ପ୍ରଭୁଙ୍କର ବାକ୍ୟ ଆମମାନଙ୍କ ମଧ୍ୟରେ ପରିବେଷଣ କରନ୍ତି। କିନ୍ତୁ ଦିନ ଏପରି ହେଲା ଯେ ହଠାତ୍ ସଞ୍ଜୟ ଭାଇ ମୋତେ ଫୋନ୍ କଲେ ଆଉ କହିଲେ, ଜୁଇଁ ଆଜି ତୁମକୁ ପ୍ରଭୁଙ୍କର ବାକ୍ୟ କହିବାକୁ ହବ। ଆଉ ସେତେବେଳକୁ ମୁଁ ଟିକେ ଚିନ୍ତା କଲି ଯେ ମୁଁ ଜଷ୍ଟ ସନ୍ଧ୍ୟା ସମୟର କଥା, ମୁଁ ଟିକେ ସମୟ ପୂର୍ବରୁ ହିଁ ଶୋଇକି ଉଠିଥିଲି। ଆଉ ହଠାତ୍ ମୋତେ ଯେତେବେଳକୁ ଏ ପ୍ରକାର ଏକ ସମାଚାର ମିଳିଲା, ମୁଁ ଚିନ୍ତା କଲି ଯେ ମୁଁ ଆଜି କ'ଣ କହିବି, କେଉଁ ପ୍ରଭୁଙ୍କର ବାକ୍ୟ ନେଇକି ମୁଁ ମୋର ବାପା ମା ଭାଇ ଭଉଣୀ ତଥା ମୋର ପରିବାର ଲୋକମାନଙ୍କର ସମ୍ମୁଖକୁ ଯିବି, ଆଉ କେଉଁ ବାକ୍ୟ ମୁଁ ସେମାନଙ୍କୁ ଦେବି। ଆଉ ଚିନ୍ତା କରୁ କରୁ ହଠାତ୍ ମୋ ସାମ୍ନାରେ ଗୋଟିଏ ବାକ୍ୟ, ଯୋଉଟା ଦ୍ୱିତୀୟ ତିମୋଥୀ ତାର 4 ଅଧ୍ୟାୟ 7 ଆଉ 8, ଏଇ ବାକ୍ୟ ମୁଁ ବାଇବେଲ ଖୋଲୁ ପାଇଲି। ଆଉ ତହିଁ ମଧ୍ୟରୁ ଅଳ୍ପ କିଛି ମୁଁ ପ୍ରଚାର କରିବାକୁ ଆରମ୍ଭ କଲି। ସମୟ କେବଳ 15ରୁ 20 ମିନିଟ୍ ଥିଲା। ଆଉ ହଠାତ୍ ୱିଥାଉଟ୍ ପ୍ରିପାରେସନ୍ ଯାହା ମୋତେ ସେଦିନ ପ୍ରଭୁ ଟିକିଏ କଥା କହିଲେ, ଆଉ ତଦନୁସାରେ ମୁଁ ସେଦିନ ସେ ବାକ୍ୟଟିକୁ ପରିବେଷଣ କଲି। କିନ୍ତୁ ପରେ ପରେ ତହିଁ ମଧ୍ୟରେ କିଛି ନୂଆ ନୂଆ ବିଚାର ମୋ ମନ ମଧ୍ୟରେ ଆସିବାକୁ ଆରମ୍ଭ କଲା। ତେବେ ମୁଁ ଭାବିଲି ଯେଉଁଟା ମୋର ଅଧା ହେଇଯାଇଛି, ଆଉ ସେଇ ଅଧାକୁ ଆଉ ମୁଁ ତାକୁ ପୂର୍ଣ୍ଣ କରିବି ଦିନେ ଗୋଟେ ଭିଡ଼ିଓ ସୁଟ୍ କରିକି ଏ ପ୍ରଭୁଙ୍କର ବାକ୍ୟକୁ ରଖିକି। ପ୍ରଭୁଙ୍କ ନାମର ଧନ୍ୟବାଦ ଯେ ଆମମାନେ ଆଉ ଲକଡାଉନର ପରିସ୍ଥିତିରେ ଅଛୁ, ତଥାପି ଆମମାନେ ପ୍ରଭୁଙ୍କ ପାଇଁ ବୋଲିକି ଲକ୍ ନାହୁଁ। ଯେପରି ତିମୋଥୀ ପୁସ୍ତକରେ ପ୍ରେରିତ ପାଉଲ କହିଲେ, କାରାଗାରର ଶକ୍ତି ସେଟା ଗୋଟେ ପ୍ରକାର ଲକ୍, ମୋତେ କେବେ ମଧ୍ୟ ବାନ୍ଧିକି ରଖିପାରିବ ନାହିଁ ସୁସମାଚାର ପ୍ରଚାର କରିବା ପାଇଁ। ବନ୍ଦୀ ହେଇଥିବା ଅବସ୍ଥାରେ ମଧ୍ୟ ସେ ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରିବା ପାଇଁ ବୋଲିକି କେବେ ମଧ୍ୟ ପଛଘୁଞ୍ଚା ନଥିଲେ। ତେବେ ଆଜି ତାଙ୍କର ଗୋଟିଏ ଚିଠି, ଯୋଉଟା ଦ୍ୱିତୀୟ ତିମୋଥୀ ତାର 4 ଅଧ୍ୟାୟ 7 ଆଉ 8 ପଦରେ ଯେଉଁ ବିଷୟରେ ଲେଖା ଅଛି, ତାହାକୁ ଆମେ ଆଜି ଅଧ୍ୟୟନ କରିବା। ଆସନ୍ତୁ ମୁଁ ଆପଣମାନଙ୍କ ପାଇଁ ବୋଲିକି ଏଇ ପଦ, 2ଟି ପଦ ମୁଁ ଆପଣମାନଙ୍କ ପାଇଁ ଟିକେ ପଢ଼ିବି। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ବର୍ତ୍ତମାନ
ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ। ପୁଣି କେବଳ ମଧ୍ୟ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ଅନୁଗ୍ରହରେ ଅପେକ୍ଷା କରନ୍ତି ସେ ସମସ୍ତଙ୍କୁ ଦେବେ। ଆସ ଆମେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମେ ବାକ୍ୟ ଅଟ, ଆଉ ତୁମର ଏହି ବାକ୍ୟ ଆମମାନଙ୍କ ପାଇଁ ବୋଲିକି ଜୀବନ ଅଟେ, ଆଉ ତୁମର ବାକ୍ୟ ଆମମାନଙ୍କ ପାଇଁ ବୋଲିକି ଖାଦ୍ୟ ମଧ୍ୟ ଅଟେ। ଯେପରିକି ତୁମର ପ୍ରିୟ ପୁତ୍ର ପ୍ରଭୁ ଯୀଶୁ କହିଲେ, ମଣିଷ କେବଳ ରୁଟିରେ ବଞ୍ଚେ ନାହିଁ, ମାତ୍ର ପରମେଶ୍ୱରଙ୍କର ମୁଖ ନିଃସୃତ ବାକ୍ୟରୁ ମଧ୍ୟ ବଞ୍ଚେ। ଆମ ବିଶ୍ୱାସ କରେ, ଆମମାନେ ସମସ୍ତେ ବିଶ୍ୱାସ କରୁ, ଏହି ବାକ୍ୟ ହିଁ ପ୍ରଭୁ ଆମମାନଙ୍କୁ ବଞ୍ଚେଇକି ରଖିବ, ଆମମାନଙ୍କର ଆତ୍ମିକ ଜୀବନକୁ ସୁଧାରିବ, ଆମମାନଙ୍କର ଆବଶ୍ୟକତା ଅନୁସାରେ ଆମମାନଙ୍କୁ କଥା କହିବ। ପ୍ରଭୁ ମୋତେ ହଜାଉ ଲୁଚାଅ, ଆଉ ଯେଉଁମାନେ ତୁମର ସାନ୍ନିଧ୍ୟରେ ଆଜି ବସିକି ବାକ୍ୟ ଶୁଣୁଛନ୍ତି, ଆଉ ସେ ପ୍ରତ୍ୟେକଙ୍କୁ ତୁମେ ଆତ୍ମାରେ ବୁଝିବା ପାଇଁ ବୋଲିକି ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ଆଜିର ମୋର ଶୀର୍ଷକ ହେଉଛି ଖ୍ରୀଷ୍ଟୀୟ ଦୌଡ଼। ତା ପୂର୍ବରୁ 3ଟି କଥା ମୁଁ ଆପଣମାନଙ୍କୁ ପଚାରିବାକୁ ଚାହେଁ, ଆଉ ସେ 3ଟି କଥା ଏଇ ବାଇବେଲରୁ ଆଉ ଏ ପଦରୁ ଉଦ୍ଧୃତ କରି ମୁଁ କହିବାକୁ ଚାହେଁ ଯେ ମୁଁ କ'ଣ କରିଅଛି, ମୁଁ କ'ଣ କରୁଅଛି, ଆଉ ମୁଁ କ'ଣ କରିବି। ମୋର କାର୍ଯ୍ୟ ଅନୁସାରେ ମୋତେ କେଉଁ ପ୍ରକାରର ପ୍ରତିଫଳଦାତା ମୋତେ ଦେବେ, ଆଉ ମୁଁ ସେ ପ୍ରତିଫଳକୁ ପ୍ରାପ୍ତ କରିବି। ସେଇଟା ହେଉଛି ଆଜିର ମୂଳ ବିଷୟ। ମୁଁ କ'ଣ କରିଅଛି, ଆଉ ବର୍ତ୍ତମାନ ମୁଁ କ'ଣ କରୁଅଛି। ଯାହା ମୁଁ ଆଗରୁ କରୁଥିଲି, କ'ଣ ବର୍ତ୍ତମାନ ମୁଁ ସେଟା ଆଉ ଟିକେ ଅଧିକା କରୁଅଛି, ନା ଯାହା ମୁଁ ଆଗରୁ କରୁଥିଲି ଆଉ ସେଇଟା ମୁଁ ବର୍ତ୍ତମାନ ଟିକେ କମ୍ କରୁଛି। ମୋର କହିବାର ଅର୍ଥ ଆପଣମାନେ ସ୍ପଷ୍ଟ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ। ପାଉଲ କହିଲେ, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି। ପୁନର୍ବାର ମୁଁ କହୁଛି, ସେ କହିଲେ ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି। ତାର ଅର୍ଥ କ'ଣ? ଏଇଠି ଆମମାନେ କହିବା କି ସେ ବର୍ତ୍ତମାନ କରୁନାହାନ୍ତି, ସେ କଥା ନୁହେଁ। ସେ କରିଛନ୍ତି ଆଉ କରୁଅଛନ୍ତି ମଧ୍ୟ। ଯେତେବେଳକୁ ପ୍ରେରିତ ପୁସ୍ତକ ତାର 9 ଅଧ୍ୟାୟକୁ ଆମେ ଦେଖୁ, 9 ଅଧ୍ୟାୟରେ ସେ ପ୍ରଥମ ଥର କରିକି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସାକ୍ଷାତ କରୁଛନ୍ତି। ତାପରେ ଆମେ ପ୍ରେରିତ ପୁସ୍ତକ 13 ଅଧ୍ୟାୟକୁ ଯେତେବେଳକୁ ଆମେ ଦେଖୁ, ସେତେବେଳକୁ ସେ ଆହ୍ୱାନ ପାଉଛନ୍ତି। ପାଉଲ ଆଉ ବର୍ଣ୍ଣବାସ ସେ ତାଙ୍କର ମିଶନାରୀ ଯାତ୍ରାକୁ ଆରମ୍ଭ କରୁଛନ୍ତି। ଯେତେବେଳକୁ ସେ ମିଶନାରୀ ଯାତ୍ରାକୁ ଆରମ୍ଭ କରୁଛନ୍ତି, ଆଉ ସେଇ ସମୟରେ ସେ ବନ୍ଦୀ ଗୃହରେ ନାହାନ୍ତି, ସେ ପୁରା ସମ୍ପୂର୍ଣ୍ଣ ସ୍ୱାଧୀନତାର ସହିତ ଅଛନ୍ତି। ସେ ଯୋଉଠିକି ଯାଉଛନ୍ତି, ଯୋଉଠି ରହୁଛନ୍ତି, ଯାହାକୁ ଭେଟୁଛନ୍ତି, ଆଉ ଯୋଉ ଜାଗାରେ ଯାଇକି ସେ ରାତ୍ରି କ୍ଷେପଣ କରୁଛନ୍ତି, ଅବା ଯୋଉ ଜାଗାକୁ ସେ ପହଞ୍ଚି ଯାଉଛନ୍ତି, ସେଠିକାର ପରିସ୍ଥିତି ଦେଖିକି ସେ ପରମେଶ୍ୱରଙ୍କର ବାକ୍ୟକୁ ସେଠି ଉପସ୍ଥାପନ କରିବାକୁ ଲାଗୁଛନ୍ତି। ଚାହେଁ ସେଇଟା ଅନ୍ୟ ଜାତିମାନଙ୍କର ଜାଗା ହଉ, ଚାହେଁ ସେଇଟା ଜିହୁଦୀ ମାନଙ୍କର ଜାଗା ହଉ, ଅଧିକାଂଶ ଭାବରେ ସେ ଅନ୍ୟ ଜାତିମାନଙ୍କ ମଧ୍ୟରେ ସୁସମାଚାରକୁ ପ୍ରଚାର କରୁଥିଲେ। କିନ୍ତୁ ତଥାପି ଯେତେବେଳକୁ ସେ ଜିହୁଦୀ ମାନଙ୍କ ପାଖକୁ ଯାଉଥିଲେ, ସେ ପୁରାତନ ନିୟମରୁ କିଛି ଶାସ୍ତ୍ରାଂଶକୁ ଧରିକି ଜିହୁଦୀ ମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲେ, ଆଉ ଯୀଶୁଙ୍କୁ ସେଇଠି ସ୍ଥାପନ କରୁଥିଲେ। କହିବାକୁ ଗଲେ ସେ ଯାହା କରିବା ପାଇଁ ବୋଲିକି ଆହ୍ୱାନ ପ୍ରାପ୍ତ ହେଇଥିଲେ, ଆଉ ସେଇଟାକୁ ସିଏ ଅନବରତ କରି ଚାଲିଥିଲେ। ଗୋଟେ ସମୟ ଆସୁଛି, ଆଉ ସମୟ ଆସୁଛି ତାର ଆମେ 22 ଅଧ୍ୟାୟରୁ ଶେଷ ଅଧ୍ୟାୟ ପର୍ଯ୍ୟନ୍ତ ପ୍ରେରିତ ପୁସ୍ତକରେ ଆମେ ଦେଖୁଛୁ ଯେ ତାଙ୍କୁ ବନ୍ଦୀ କରି ଦିଆଯାଉଛି। ବନ୍ଦୀ କରିଦେଲା ପରେ ତାଙ୍କୁ
ରୋମର କାରାଗାର ମଧ୍ୟରେ ରଖାଯାଉଛି। ଆଉ ସେ କାରାଗାର ମଧ୍ୟରେ ରହିଲା ପରେ ମଧ୍ୟ ସେ ତାଙ୍କର ବାକ୍ୟ ପ୍ରଚାରକୁ ବନ୍ଦ କରିଦେଇନାହାନ୍ତି ଓ କାରାଗାର ମଧ୍ୟରେ ଥିବା ସମୟରେ ସେ ଯେଉଁ ମଣ୍ଡଳୀ ଗୁଡ଼ାକ ତାଙ୍କର ପ୍ରଥମ ମିଶନାରୀ ଯାତ୍ରା, ଦ୍ୱିତୀୟ ମିଶନାରୀ ଯାତ୍ରାରେ ଆଉ ସେ ଯେଉଁ ମଣ୍ଡଳୀ ଗୁଡ଼ାକ ରୋପଣ କରିଥିଲେ ସେଇ ମଣ୍ଡଳୀ ଗୁଡ଼ାକ ବିଷୟରେ ସେ ଚିନ୍ତା କରୁଛନ୍ତି। ସେ ମଣ୍ଡଳୀ ଗୁଡ଼ାକର ଆତ୍ମିକ ଜୀବନ ବିଷୟରେ ସେ ଚିନ୍ତା କରୁଛନ୍ତି। ମୋର ପିଲାମାନେ କେଉଁ ପ୍ରକାର ଜୀବନଯାପନ କରୁଥିବେ, ସେମାନଙ୍କର ଆତ୍ମିକ ଜୀବନ କ'ଣ ଥିବ, ସେମାନେ କ'ଣ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିଶ୍ୱାସରେ ଥିବେ କି, ସେମାନେ କ'ଣ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଯୁଦ୍ଧର ସାମ୍ନା କରୁଥିବେ କି, ଯାହା ମୁଁ ସେମାନଙ୍କୁ ଶିଖେଇଥିଲି, ଯାହା ମୁଁ ସେମାନଙ୍କୁ କହିଥିଲି କ'ଣ ବର୍ତ୍ତମାନ ପର୍ଯ୍ୟନ୍ତ ସେଟାକୁ ସେମାନେ ଫଲୋ କରୁଥିବେ କି, ପାଳନ କରୁଥିବେ କି। ଏହି ପ୍ରକାରର ଚିନ୍ତା ତାଙ୍କୁ ଦିନ ପ୍ରତିଦିନ ମାଡ଼ି ବସୁଛି। ଏ ପାଖରେ ଦେଖିଲେ ଗୋଟିଏ ସିପାହୀ ସୈନ୍ୟ, ଏ ପାଖରେ ଦେଖିଲେ ଗୋଟେ ସୈନ୍ୟ, ହାତ ଗୋଡ଼ ସବୁ ଆଉ ଶିଙ୍କୁଳି ମଧ୍ୟରେ ବନ୍ଧା ଯାଇଛି। ଏହି ପ୍ରକାର ଏକ ପରିସ୍ଥିତି ମଧ୍ୟରେ ତାଙ୍କୁ ଟିକିଏ ଅନୁମତି ମିଳୁଛି ଯେ ସେ କିଛି ଲେଖିବେ। ତେଣୁକରି ଏଇ ଯେଉଁ ଅଂଶଟିକୁ ଆମେ ଦେଖୁଛୁ, ପ୍ରଥମ ତିମୋଥୀ, ଦ୍ୱିତୀୟ ତିମୋଥୀ, ତିତସ, ଏଇଟା ଯଦ୍ୟପି ପାଳକୀୟ ପତ୍ର ବୋଲିକି ଆମେ କହୁ, ତଥାପି ଏଇଟା ପ୍ରିଜନାଲ ଏପିଷ୍ଟଲ ମଧ୍ୟ ଅଟେ। ଆମେ ବାଇବେଲର ଯେଉଁ ପ୍ରେରିତ ପୁସ୍ତକ ପରେ ପ୍ରକାଶିତ ପୁସ୍ତକ ମଧ୍ୟରେ ଅନେକ ପତ୍ର ଗୁଡ଼ାକ ଦେଖୁଛୁ। ସେ ପତ୍ର ଗୁଡ଼ିକୁ କେତେକ ପତ୍ର ଗୁଡ଼ିକୁ ତ ସାଧାରଣ ପତ୍ର ବା ଏପିଷ୍ଟଲ ବୋଲି କୁହାଯାଏ, ଯେଉଁଟାକୁ ଜେନେରାଲ ଏପିଷ୍ଟଲ ବୋଲି କୁହାଯାଏ। ତ ଆଉ କେତେକ ପ୍ରିଜନାଲ ଏପିଷ୍ଟଲ ବୋଲି କୁହାଯାଏ, ଆଉ କେତେକ ପାଷ୍ଟଲ ଏପିଷ୍ଟଲ ବୋଲିକି କୁହାଯାଏ। ଆଜି ଆମେ ଯେଉଁ ପୁସ୍ତକ ଅଧ୍ୟୟନ କରୁଛୁ ତାହା ପାଷ୍ଟଲ ଏପିଷ୍ଟଲ, ତା ସହିତ ପ୍ରିଜନାଲ ଏପିଷ୍ଟଲ ମଧ୍ୟ। କାରଣ ସେ ଏଇଟାକୁ ଗୋଟେ ବିଶେଷ କରିକି ପାଳକଙ୍କୁ ଲେଖିଥିଲେ ଯେ ମଣ୍ଡଳୀକୁ ସେ କେମିତି କରିକି ଚଳାଇବାକୁ ପଡ଼ିବ, ମଣ୍ଡଳୀର ତତ୍ତ୍ୱାବଧାନ କେମିତି ନେବାକୁ ପଡ଼ିବ, ଆଉ ତା ସହିତ ସେ ବନ୍ଦୀ ଗୃହରେ ଥାଇକି ଲେଖିଥିଲେ। ତେଣୁକରି ଏଇଟାକୁ ପ୍ରିଜନାଲ ଏପିଷ୍ଟଲ ବୋଲିକି ବି କୁହାଯିବ। ତେବେ ଭାଇ ଭଉଣୀମାନେ, ଆମେ ଦେଖିବା ପାଉଲ ଏଠି ସ୍ପଷ୍ଟ କରିଦେବାକୁ ଚାହାନ୍ତି, ମୁଁ ଯେଉଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି ଆଉ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ତାହାକୁ ରୋକିବାକୁ ଦେଇନାହିଁ, ତାକୁ ଅନବରତ ମୁଁ ତାକୁ କରି ଆସୁଅଛି। ଯେହେତୁ ସେ କହନ୍ତି ସୁସମାଚାରକୁ କେହି ବାନ୍ଧିକି ରଖିପାରିବ ନାହିଁ। ଯଦି ବି ସେ ବନ୍ଦୀଗୃହରେ ଅଛନ୍ତି, ମାତ୍ର ସେ ଆଉ ଗୋଟେ ନୂଆ ଆଇଡ଼ିଆ ସେ କରିବାକୁ ଆରମ୍ଭ କଲେ। ଯେମିତିକି ଆମେ ନୂତନ ଆଇଡ଼ିଆ କଲୁ ଯେ ଲକଡାଉନ୍ ତ ହେଇଗଲା, ଚର୍ଚ୍ଚକୁ ତ ଯାଇପାରିବାନି, ଆମେ ମଣ୍ଡଳୀ ମଧ୍ୟରେ ପରମେଶ୍ୱରଙ୍କର ବାକ୍ୟ ଶୁଣିପାରିବା ନାହିଁ। ମାତ୍ର ଅନଲାଇନ୍ ଗୋଟେ ମିଡ଼ିଆ ଥିଲା, ଫୋନର କନଫରେନ୍ସ କଲ୍ ଗୋଟେ ମିଡ଼ିଆ ଥିଲା, ଯଦ୍ୱାରା ଆମେ ସମସ୍ତେ ଆଉ ଏକାଠି ହେଇପାରିଲୁ। ପରମେଶ୍ୱରଙ୍କ ବାକ୍ୟକୁ ଆମେ ଏକ ଆରେକ ମଧ୍ୟରେ ତାକୁ ସେୟାର କରିପାରିଲୁ। ତ ଠିକ୍ ସେମିତି ଏକ ନୂତନ ଆଇଡ଼ିଆକୁ ସେ ନେଲେ। ଆଇଡ଼ିଆଟି ଥିଲା ସିଏ ଲେଖିବେ ଆଉ ସେ ତାଙ୍କର ପ୍ରଭୁଙ୍କର ବାକ୍ୟ, ତାଙ୍କର ନିଜର ବିଚାର ସମସ୍ତ କିଛିକୁ ସେ କ'ଣ କରିବେ, ଲେଖିକି ମଣ୍ଡଳୀମାନଙ୍କୁ ପଠାଇବେ, ଯେଉଁଦ୍ୱାରା ମଣ୍ଡଳୀମାନଙ୍କ ମଧ୍ୟରେ ଆତ୍ମିକ ଉନ୍ନତ ହେବ। ତେଣୁକରି ମୁଁ କହିବି ଏଇଠି ଏ ବାକ୍ୟ ଅନୁସାରେ ସେ ଯାହା କରୁଥିଲେ ସେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ କରୁଅଛନ୍ତି। ପ୍ରିୟମାନେ, ମୁଁ ଆପଣମାନଙ୍କୁ ଏଇ କ୍ୱେଶ୍ଚିନ୍ ପଚାରିବାକୁ ଚାହେଁ, ଏଇ ପ୍ରଶ୍ନ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହେଁ। ଯେତେବେଳେ ଆମେ ନୂଆ କରିକି ପରିତ୍ରାଣ ପାଇଥିଲୁ, ଯେତେବେଳକୁ ଆମେ ପରିତ୍ରାଣ ପାଇଲା ପରେ ନୂଆ କରିକି ପ୍ରଭୁଙ୍କ ଠାରୁ ବରଦାନ ପାଇଥିଲୁ, ପବିତ୍ର ଆତ୍ମାଙ୍କର ବରଦାନ ପାଇଥିଲୁ, ସେତେବେଳକୁ ଆମେ ଯେତେ ଉତ୍ତପ୍ତ ଥିଲୁ, କ'ଣ ଆଜି ଆମେ ସେତିକି ଉତ୍ତପ୍ତ ଅଛୁ? ନିଜେ ଟିକେ ଚିନ୍ତା କରିକି ଦେଖିବା ଯେ ମୁଁ ଯାହା ଥିଲି କ'ଣ ଆଜି ମୁଁ ସେହିପରି ଅଛି? ସମୟ ସମୟରେ ଆମେ କହୁ, ନୂଆରେ ଯେତେବେଳକୁ ମୁଁ ପ୍ରଭୁଙ୍କୁ ଜାଣିଲି, ମୁଁ ବହୁତ ବାଇବେଲ ପଢ଼ୁଥିଲି, ମୁଁ ବହୁତ ପ୍ରାର୍ଥନା କରୁଥିଲି, ରାତିରେ ଉଠିକି ପ୍ରାର୍ଥନା କରୁଥିଲି, ଆଉ ଯୋଉଠି ମୁଁ ଯାହାକୁ ଭେଟୁଥିଲି ତାହାକୁ ମୁଁ ସୁସମାଚାର ପ୍ରଚାର କରୁଥିଲି, ତାହାକୁ ମୁଁ ଟ୍ରାକ୍ଟ ଗୋଟେ ବାହାର କରିକି ଦେଇଦେଉଥିଲି, ବା ମୋ ପାଖରେ ଯଦି କୌଣସି ନ୍ୟୁ ଟେଷ୍ଟାମେଣ୍ଟ ଅଛି ସେଇଟାକୁ ମଧ୍ୟ ମୁଁ ଦେଇଦେଉଥିଲି। ଆଉ
କିନ୍ତୁ ଆଜିକାଲି ଟିକେ ମୋତେ ସମୟ ମିଳିପାରୁନାହିଁ, ମୁଁ ଟିକେ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛି, ତେଣୁକରି ମୁଁ ଏସବୁ କରିପାରୁନାହିଁ। ପ୍ରିୟମାନେ, ପାଉଲଙ୍କୁ ଆମେ ଦେଖିବା, ପାଉଲଙ୍କୁ ଆମମାନେ ଫଲୋ କରିବା। ସେ ଯାହା କରୁଥିଲେ ବର୍ତ୍ତମାନ ମଧ୍ୟ ସେହା ହିଁ କରୁଛନ୍ତି। ଯେତେବେଳେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁ ହେବ ନାହିଁ, ସେତେବେଳେ ପର୍ଯ୍ୟନ୍ତ ସେ କାର୍ଯ୍ୟ ସେ ନିତାନ୍ତ ଭାବରେ ତାହା କରି ଆସୁଥିଲେ। ପ୍ରାୟ 15 ବର୍ଷ ପରେ ଓଡ଼ିଆରେ ମେସେଜ ଦେବାଟା ହେଲା। ଏଠି ତ ହିନ୍ଦୀ ଚାଲୁଛି, ତେଣୁକରି ଟିକେ ଅଳ୍ପ ଭାଷାର ପ୍ରୋବ୍ଲେମ୍ ହେବ, ଆପଣମାନେ ସେଥିପାଇଁ ଭଲିକି ଧ୍ୟାନ ଦିଅନ୍ତୁ ନାହିଁ। ପ୍ରଭୁଙ୍କ ନାମର ଧନ୍ୟବାଦ। ତେବେ ଏଠି ଆମମାନେ ଚିନ୍ତା କରିବା ଯେ ଆମମାନେ ଯିଏ ଥିଲେ ସିଏ ବର୍ତ୍ତମାନ ଅଛୁ କି? ଏଇଟା ତ ଥିଲା ଆତ୍ମିକ ଯୁଦ୍ଧ ବିଷୟରେ, ଏଇଟା ତ ଥିଲା ସେହି ଉତ୍ତମ ଯୁଦ୍ଧ ବିଷୟରେ। ଯୁଦ୍ଧ କହିଲେ ଗୋଟେ ତ ଉତ୍ତମ ଯୁଦ୍ଧ, ଆଉ ଗୋଟେ ତାର ବିପରୀତ। ଉତ୍ତମ ଯୁଦ୍ଧ କହିଲେ ଆମମାନେ କ'ଣ ବୁଝୁ? ଅପରପକ୍ଷରେ ଯୁଦ୍ଧ କହିଲେ ଆମମାନେ କ'ଣ ବୁଝୁ? ଯୁଦ୍ଧ କହିଲେ ଆମମାନେ ବୁଝୁ ଯେ ଆମମାନଙ୍କ ମଧ୍ୟରେ, ଆମମାନଙ୍କ ହାତରେ ଗୋଟେ ଖଣ୍ଡା ରହିବା ଦରକାର, ଆମମାନଙ୍କ ପାଖରେ ମେସିନ୍ ଗନ୍ ରହିବା ଦରକାର, କିମ୍ବା ଆମମାନଙ୍କ ପାଖରେ ବହୁତ ଟ୍ୟାଙ୍କର ରହିବା ଦରକାର, ଆମମାନଙ୍କ ପାଖରେ ବମ୍ ରହିବା ଦରକାର। ଏ ସମସ୍ତ ବିଷୟକୁ ନେଇକି ଆମମାନେ ଯୁଦ୍ଧ କରିବା ପାଇଁ ବୋଲି ଚେଷ୍ଟା କରୁ। ଆମମାନେ ଦେଖୁ ଦେଶ ଦେଶ ବିରୁଦ୍ଧରେ ଯୁଦ୍ଧ କରୁଛି, ଲୋକ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି, ଆଉ ଗୋଟେ ଗୋଷ୍ଠୀ ଆଉ ଗୋଟେ ଗୋଷ୍ଠୀ ବିରୁଦ୍ଧରେ ଯୁଦ୍ଧ କରୁଛି। ଯୁଦ୍ଧ ତ ଚାଲିଛି ସଂସାର ମଧ୍ୟରେ, କିନ୍ତୁ ପାଉଲ ଏଇଠି ସେ ଯୁଦ୍ଧ କଥା କହନ୍ତି ନାହିଁ। ପାଉଲ ଏଇଠି କହନ୍ତି ଉତ୍ତମ ଯୁଦ୍ଧ ବିଷୟରେ। ଯଦି ଉତ୍ତମ ଯୁଦ୍ଧ କରିବାକୁ ଚାହୁଁ, ସେ ଉତ୍ତମ ଯୁଦ୍ଧ କରିବା ପାଇଁ ବୋଲିକି ଆମମାନଙ୍କୁ ଏ ସମସ୍ତ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ନାହିଁ। କିନ୍ତୁ ସେ କହନ୍ତି ଏଫେସୀୟ ପୁସ୍ତକ 6 ଅଧ୍ୟାୟ ତାର ପୁରା 10ରୁ ନେଇକି ଶେଷ ବାକ୍ୟ ପର୍ଯ୍ୟନ୍ତ ଯେତେବେଳେ ଆମେ ପଢ଼ୁ, ସେ ସମସ୍ତ ଆତ୍ମିକ ଅସ୍ତ୍ରଶସ୍ତ୍ର ବିଷୟରେ ସେ କହନ୍ତି। ପ୍ରକୃତରେ ଆମମାନେ ଯୋଦ୍ଧା ଅଟୁ, ଆମମାନେ ଯୁଦ୍ଧ କରୁଛୁ। ଆମମାନଙ୍କର ଯୁଦ୍ଧ ଏ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, ମାତ୍ର ଆମମାନଙ୍କର ଯୁଦ୍ଧ ଅନ୍ଧକାର ଶକ୍ତିର ବିରୁଦ୍ଧରେ ଅଟେ। ଆମମାନଙ୍କର ଯୁଦ୍ଧ ଶୈତାନର ବିରୁଦ୍ଧରେ ଅଟେ। ଆଉ ତେଣୁକରି ଏ ଯୁଦ୍ଧକୁ ଗୋଟେ ନାମ ଦିଆଗଲା। ସେ ଯୁଦ୍ଧର ନାମ ହେଉଛି ଉତ୍ତମ ଯୁଦ୍ଧ। ଏଇଟା କୌଣସି କ'ଣ କହିପାରିବି ମୁଁ, ତାର ଏଇଟା କୌଣସି ପ୍ରକାରର ବିପରୀତ ଯୁଦ୍ଧ ନୁହଁ, ମାତ୍ର ଏଇଟା ହେଉଛି ଏକ ଉତ୍ତମ ଯୁଦ୍ଧ। ପ୍ରିୟମାନେ, ଆମମାନେ ଉତ୍ତମ ଯୁଦ୍ଧ କରିବା ପାଇଁ ବୋଲିକି ଆହ୍ୱାନ ପ୍ରାପ୍ତ ହେଇଅଛୁ। ଆମମାନେ ଏ ସାଂସାରିକ ଯୁଦ୍ଧ କରିବା ପାଇଁ ବୋଲିକି ଆମମାନେ ଆହ୍ୱାନ ପ୍ରାପ୍ତ ହେଇନାହୁଁ, ବରଂ ଆମମାନଙ୍କର ଆହ୍ୱାନ ହେଉଛି ଉତ୍ତମ ଯୁଦ୍ଧ କରିବା ପାଇଁ। ଯେଉଁ ଉତ୍ତମ ଯୁଦ୍ଧ ମୁଁ କିଛି ବର୍ଷ ପୂର୍ବେ କରୁଥିଲି, ଆଉ ସେଇ ଉତ୍ତମ ଯୁଦ୍ଧ ଆଜି ପର୍ଯ୍ୟନ୍ତ କରୁଛି କି? ନତୁବା ଦୁଇଟା କ୍ୱେଶ୍ଚିନ୍ ଆମେ କରିପାରିବା। ମୋର ଆତ୍ମିକ ଜୀବନର ଯେଉଁ କମି ଗତ ଦିନମାନ କରୁଥିଲା, କ'ଣ ମୋର ସେ ଆତ୍ମିକ ଜୀବନର କମି ବର୍ତ୍ତମାନ ପର୍ଯ୍ୟନ୍ତ ଅଛି, ନା ବର୍ତ୍ତମାନ ଟିକେ ଟିକେ ବଢ଼ୁଛି? ଅପରପକ୍ଷରେ ମୋର ଆତ୍ମିକ ଜୀବନ ଯଦି ଗତ ଦିନ ମାନଙ୍କର ଅଧିକା ଥିଲା, କ'ଣ ବର୍ତ୍ତମାନ ସେଇ ଜୀବନଟା କମି ଯାଉଛି, ନା ବରାବର ଅଛି, ନା ତହିଁ ମଧ୍ୟରେ ଟିକେ ଟିକେ ବଢ଼ୁଛି? ମୁଁ ଯାହା କରୁଥିଲି କ'ଣ ମୁଁ ତାହା କରୁଛି, ନା ସେଇ କାର୍ଯ୍ୟକୁ ଟିକେ ପ୍ରୋଗ୍ରେସ୍ ଦେଇଛି, ନା ସେଇ କାର୍ଯ୍ୟ ଯେତିକି ଥିଲା ସେତିକି ଅଛି? ଗୋଟେ ଉଦାହରଣ ବାଇବଲରୁ ମୁଁ ଆପଣମାନଙ୍କୁ ଦେବାକୁ ଚାହେଁ। ଜଣେ ମୁନିବ ଯେତେବେଳକୁ ସେ ଅନ୍ୟ ଦେଶକୁ ଗଲେ, ଆଉ ସେତେବେଳକୁ ସେ ତାଙ୍କର 3ଟି ଦାସଙ୍କୁ ଡାକିଲେ। ଜଣକୁ 5 ତୋଡ଼ା ଦେଲେ, ଯାହା ବାଇବଲରେ ଆମେ ପଢ଼ିଛୁ। ଜଣକୁ 3 ତୋଡ଼ା, ଜଣକୁ 1 ତୋଡ଼ା ଦେଲେ, ଆଉ କହିଲେ ମୁଁ ଫେରି ଆସିବା ପର୍ଯ୍ୟନ୍ତ ଏହାକୁ ତୁମେ ରଖ। ତ ପ୍ରଥମ ଦାସଟି କ'ଣ କଲା? ଯେଉଁ 5ଟା ପାଇଥିଲା, ସେ 5ଟାକୁ ସିଏ ଆଉ ଅନ୍ୟ କିଛି କାର୍ଯ୍ୟରେ ତାକୁ ଲଗେଇ ଦେଲା। ଆଉ ଲଗେଇଲା ପରେ ସେ ତାକୁ 10ଟାରେ ପରିଣତ କଲା। ଠିକ୍ ସେହିପରି ଆଉ ଦ୍ୱିତୀୟ ଦାସ ଜଣକୁ କ'ଣ କଲା? ସେ 3 ତୋଡ଼ା ପାଇଥିଲା, ତାକୁ 6 ତୋଡ଼ାରେ ପରିଣତ କରିଦେଲା। ଆଉ ଯାହା ପାଖରେ 1 ତୋଡ଼ା ଥିଲା, ସେ ତାକୁ ମାଟି ତଳେ ଲୁଚେଇକି ରଖିଥିଲା। କିଛି ବର୍ଷ ପରେ
मुनिबा आसिले पचारे मु जहाँ तुमको देती ताहा तुमने नहीं कि आस जे 5 तोड़ा नहीं आउ से 10 तोड़ा करके फेरला जी 3 तोड़ा नहीं से 6 तोड़ा करके फेरला आउ जे 1 तोड़ा नहीं से कहला मोर मालिक बहुत क्रोधी अटंती आउ माटी तले लुचि रखिले। आगर समस्त घटना आपण मानकु जना। 2 जन पुरस्कृत हेले आउ जने दंड पाइला। ठीक से प्रकार प्रभु आम मानकु केतेकंकु 5 तोड़ा देइछंती तो केतेकंकु 3 तोड़ा देइछंती तो केतेकंकु 1 तोड़ा देइछंती। मात्र सेटा को आम माने किपरि भाबरे व्यवहार करूछु आम माने व्यवहार करूछु ना आम माने ताकू माटी तले लुचै के रखिछु सेटा केवल आम माने ही जान परिबा। मोर व्यक्तिगत जीवन उणा कौन अच्छी सेटा केवल मु जानी पारिबे। आपण मानकर व्यक्तिगत जीवन उणा कौन अच्छी सेटा केवल आपण माने जानी पारिबे। तेबे आज मु आपण मानकु एटा कहया चाहे जहा माने जो परमेश्वर देइतबा वरदान को आमे जेमिति व्यवहार प्रथम करूथलो आज मध्य आमे सेमति करबा। जो युद्ध आमे आरंभ करिछु से युद्ध को आमे जारी रखिबा। एई उत्तम युद्ध को आमे जारी रखिबा। द्वितीय कथा से कहले मु विश्वास रक्षा करी अछि। इंग्लिश ट्रांसलेशन रे फेथफुल बोली के कहा जाए किंतु हिंदी ट्रांसलेशन रे मु विश्वास रक्षा करी अछि। और ताको हिंदी रे कहा जाए जे मैं विश्वास की रखवाली की है। ओके मैं विश्वास की रखवाली की है। उड़िया रे कहा अछि मो विश्वास रो रक्षा करी अछि। ये विश्वास विषय रे जति कहा जाए सेटा तो गोटे विश्वास जोटा माने सुनिलु सुसमाचार को प्रभु को विश्वास कलु प्रभु को विश्वास कला पर माने परित्राण प्राप्त हलु आ विश्वास द्वारा माने ईश्वर संतान अधिकारी हलु सेटा गोटे विश्वास। आ द्वितीय विश्वास जोटा वरदान भाव में प्राप्त कलु सेटा मते गोटे प्रकार विश्वास। विश्वास विश्वास ही अटे। विश्वास एक भरोसा अटे। विश्वास एक भरोसा अटे। तेबे प्रभुकर वाक्य लिखा जाए विश्वास बिना ताहंकु संतुष्ट करिबा असंभव अटे। विश्वास बिना ताहंकु संतुष्ट करिबा असंभव अटे। आमानकर विश्वास जेते मजबूत थिला कि वर्तमान पर्यंत सेतिकी मजबूत अछि। जो विश्वास को आमाने गत किछि वर्ष पूर्वे पाइथिलु से विश्वास को कि आमाने आज पर्यंत धरिके अछु ताको आमाने दृढ़तार धरिके अछु ना ताको आमे छाड़ी देछु। तेणुकरी पाउलो प्रथम तिमोथी तार 1 अध्याय कहले केतेकंकर विश्वास रूप जहाज डूबी जाइछि। केतेकंकर विश्वास रूप जहाज डूबी जाइछि बुड़ी जाइछि। सेमानक मध्यरु अलेक्जेंडर आउ मनाया अनेक विश्वास रे आसिले आउ ताकू धरिके रखि पाइले नाही। जो विश्वास को से माने प्राप्त करुथिले से विश्वास को से माने धरि रखिले नाही। आउ सेमानकर विश्वास रो जहाज बुड़ी गला सेमानकर विश्वास रो घर भांगी गला। तेणुकरी प्रभु यीशु गोटे कथा कहले तुम माने चट्टाण ऊपर घर तैयारी करुछ ना बाली रे घर तैयारी करुछ। जदि बाली रे घर तैयारी करुछ तेबे वर्षा हबो आउ जेतोलुक पवन बहिबो आउ से घरटी संपूर्ण भाव में भांगी जीव। किंतु जब तुम माने चट्टाण ऊपर घर करुछ जेते झड़ आसु जेते झंझा आसु जेते प्रकार तूफान आसु चाहे साइक्लोन आसु चाहे जेकोसी प्रकार आउ जहाँ भी आसु किंतु सेटा केबे मध्य कौन हो नाही भांगिबो नाही भूसुली पड़िबो नाही। आमनकर विश्वास से चट्टाण रे तैयारी करितिबा गृह सदृश हेबा दरकार ना कि बाली रे तैयारी करितिबा गृह। आमनकर विश्वास से चट्टाण परि मजबूत विश्वास हेबा दरकार
तेबे आमने कहिपारिबा जे मो विश्वास रक्षा करुछि। जो विश्वास मते प्रभु देइतेले ताको वर्तमान पर्यंत मो जागुरी के धरि अछि। टिके आइबंकर जीवन को आमने देखिबा। आइबं जेतबेलकु तांकर समस्त किछि नष्ट हो गला, तांकर पिला माने मरि गले, तांकर धन संपत्ति सब किछि नष्ट हो गला, तांकर पशुगण सब मरि गले, आउ केही बंची नाही। से बहुत धनी थिले, वर्तमान पूरा गरीब हो गले, आ तांकर शरीर मध्य घारे परिपूर्ण होबाक आरंभ कला। गोटे छोटा खपरा धरिकी से ताकू खुरिबाक लागुछन्ते, कुंडे 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 से रक्ताक्त हो जाउछन्ते। तांकर स्त्री कहले, एबे पर्यंत तमे के से प्रभु को धरिछ, ताको त्याग करो आ मरि जाओ। तार अर्थ से विश्वास, जो विश्वास तुमे धरिछ आ सेटा को त्याग करो आ मरि जाओ। सेतबेलକୁ से कहले, कौन मंगल ही आम प्रभु को ठारू नबा? कौन मंगल आसिले आम माने तांको तिरस्कार करदेवा? तेबे प्रश्न उठुछि, आमनकर विश्वास जीवन जेतबेलକୁ आम अग्रसर होउछु, सेतबेलକୁ अनेक प्रकार झड़ झंझा आमनकर जीवन मध्यक आसुछि, अनेक प्रकार प्रतारणा आमनकर जीवन मध्यक आसुछि। जदि आम माने कौनसी हिंदू रु ख्रिस्टियन ही कि कन्वर्ट हो जाइछु, हेतो पर आमनकर सोसाइटी रो लोक माने आमनकु बारंबार ताड़ना करूछन्ति, हेतो पर आमनकर परिवार लोक माने आमनकु बारंबार ताड़ना करूछन्ति, आ ताड़ना को सहन करि पारि कि बैकस्लाइड हो जेबा। तेबे केही आमने कहि पारिबा नाही जे मो विश्वास को रक्षा करिछि। सेवा कार्य आमने आसिछु, आ सेवा कार्य करू करू अनेक अभाव अनाटन, अनेक प्रकार समस्या, प्रतिकूल परिस्थिति ए समस्त आमनकर जीवन मध्यक आसीबो। आसिला बेलू जदि आमने से सेवा कार्य को छाड़ी दो, तेबे कोन आमने कहि पारिबा जे मो विश्वास रक्षा करिछि? ना, आमने केबे कहि पारिबा नाही जे मो विश्वास रक्षा करिछि। प्रिय माने, विश्वास को रक्षा करिबा अर्थ परमेश्वर गोटे विशेष अमानत आमको हाथ में देइछन्ति, आउ ताहाकु धरी रखिबार कर्तव्य, ताकू बंचेबार कर्तव्य आमर। जेपरिक उदाहरण देली, मुनिब 5 तोड़ा देले, 3 तोड़ा देले, 1 तोड़ा देले, आपको संभाली रख बोली कहले। कई ताकू मल्टीप्लाई कले तो कई ताकू पाटिरे पोतिक रखिदेले। तो परमेश्वर जो देइछन्ति ताकू आमने केते दूर धरिक रखिछु, आ ताकू आमने केते दूर ठीक भावरे ताकू माने व्यवहार करूछु, ताहा आजि आमनको चिंता करिवार विषय अटे। तापर तृतीय कथा आमने देखुछु, से कहले मु निरूपित पथर शेष पर्यंत दौड़ुछि। बेले बेले आमने दौड़ प्रतियोगिता को देखुछु नुहे कि, जो माने दौड़ी दौड़ी निरूपित पथर शेष पर्यंत, से मेन जो पॉइंट अच्छे से पॉइंट पर्यंत जो माने पहुंची जाउछन्ति, आ से माने विजेता ही जाउछन्ति, से माने जीति जाउछन्ति। से कंटेस्ट रे से माने विजय लाभ करुछन्ति। काहाकू तो स्वर्ण रो सील दिया जाउछि, तो काहाकू गोल्डन सॉरी सिल्वर रे दिया जाउछि, तो काहाकू ब्रॉन्ज रो विभिन्न प्रकार कथा। तेबे से गोटे कथा कहले, मु उत्तम युद्धर प्राणपण करिछि, मो विश्वास रक्षा करिछि, आ मु निरूपित पथर शेष पर्यंत दौड़ुछि। मो जोठे दौड़ा आरंभ कली, जो दिनठू दौड़वा को लगिली, से दिन मु दौड़ी 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 गली। मु एही दौड़ को केबे मध्य आउ मु ताकू अटकेली नाही। दौड़ को बाधा देवा पाई बोली कि अनेक प्रकार परिस्थिति मो सामने रे आसिला। केबे केबे दौड़ दौड़ मु बहुत क्लांत अनुभव कली, केबे केबे दौड़ दौड़ मु बहुत कमजोर अनुभव कली। मात्र सेठी मु रहीगली नाही। मु दौड़िली, आ लक्ष्य स्थल को पहुंचवा पर्यंत मु दौड़ुथली ही दौड़ुथली। एइटा होछि
आमମାନଙ୍କର ଗୋଟେ ଦୌଡ଼। ଆମମାନେ ଏ ସଂସାରରେ 70 ବର୍ଷ ରହିବା कि 100 वर्ष रहा कि 80 वर्ष रहा कि 60 वर्ष रहा सेटा आम जानू ना केते वर्ष आम संसार मध्य रहा मात्र आम लक्ष्य स्थल हूँ सियोन। तेणुकर आम गीत गाऊ जात्री मु सियोन पथर, जात्री मु सियोन पथर। आम सियोन पथर जात्री अटू आम से पथ मध्य धावमान होचु, से पथ मध्य आम दौड़ुछु। पाउल जेपरि कहले मु निरूपित शेष पथ पर्यंत दौड़ी अच्छी आ वर्तमान पर्यंत दौड़ुछि, मोर दौड़ को रोके नहीं। तेरे आम कौन करूँ? आम निजक विवेचना करके देखू जे आम दौड़ को आम जारी रखीचु ना ताकू रोकी देचु। जदि रोकी देचु तेबे आज आमने ताकू आउ टिके आउ ताकू बढ़ेवा आज आमने ताकू आउ टिके अधिक दौड़िया चेष्टा करवा। आमने दौड़ को जारी रखा। हेले ए तीनटा विषय जदि मु करे तेबे मु कोन प्राप्त करिबे? कारण समस्त कार्यर प्रतिफल अछि। जदि स्कूल रे गोटे टीचर गोटे स्टूडेंट आउ से भूल करुछि प्रतिफल भाव रे ताकू स्टिक दिया जाउछि। आउ जदि से फॉलो करुछि तेबे पेरेंट्स टीचर्स मीटिंग रे नतुबा वार्षिक अधिवेशन रे ताकू पुरस्कार दे कि ताकू सम्मानित करा जाउछि। जेतु जदि आमे किछि करू नितांत भाव रे तार प्रतिफल मध्य आमक पाउछि। तेबे पाउल कहले जे सेथिपाई से कौन करिवे मते आउ जीवन रूप मुकुट देवे। केवल मते नुहे परम जो माने तांकर आगमन को अपेक्षा करके अछंती से प्रत्येक को आउ से देवे। आउरी कौन हम आम मानकू पितर कहले हे प्रभु आमने आमनकर परिवार को आमनकर बंधु बांधव मानकू आमनकर ऑक्युपेशन को ए सब किछि को आमने परित्याग करिकि तुमर पछरे आसीचु आमनको कौन मिलिबो। आ प्रभु कहले सत्य सत्य मु तुमମାନଙ୍କୁ कहे जे नूतन सृष्टि रे तुमे से 12 गोष्ठी को शासन करिबो। आज तुमने साधारण लोक अट, अपाठुआ लोक अट, माछ धरुथबा लोक अट। दुनिया रे आज तुमମାନଙ୍କର पाखरे कौन प्रकार विशेष योग्यता नहीं, मात्र ए प्रकार एक समय आसीबो नूतन सृष्टि रे तुमने कौन करिबो से 12 गोष्ठी को से 12 गोष्ठी को तुमने शासन करिबो। सेटा प्रतिफल, से प्रतिफल तुमने प्राप्त करिया को जाउछ आ से प्रतिफल तुमने प्राप्त करिबो जदि तुम तुमर दौड़ को पूरा करिबो, जदि तुम तुमर विश्वास को रक्षा करिबो, जदि तुमे तुमर से जो उत्तम युद्ध जो प्राणपण करियछ आ ताकू करुथिबो। तेबे जौन को भाषा जदि आम देखो जौन कौन कहले प्रथम जौन तार 3 अध्याय जेतबेल को ख्रीष्ट आसीबे सेतबेल को ख्रीष्ट को परि हेकि आम ताकू देखिबो, ताको ख्रीष्ट को परि हेकि आम ताकू दर्शन करिबो। प्रेज द लॉर्ड। प्रभु को नाम रे विशेष करके धन्यवाद। केते सुंदर विषय। सेतबेल को एई माटीर शरीर आउ नथिबो, जेतबेलू आमनकर प्रिय प्रभु जीशु आमनकर सम्मुख को आसबे सेतबेलू आउ ए शरीर नथिबो, ए शरीर ट्रांसफॉर्म हो जिवो आ आम माने बिल्कुल तांको सदृश होइकी आम माने तांको साक्षात करिबो आ तांको भेटिबो। जो माने आम माने प्राणपण करुछु, जो माने आम माने विश्वास को रक्षा करुछु, जो माने आम माने आमनकर से पथ मध्यरे आउ दौड़ुछु आम प्रत्येक तांको मेघमालार जेतबेलू साक्षात करिबो सेतबेलू तांको परि हेकि आम तांको साक्षात करिबो। एटा होछि आमनकर प्रतिफल। आ से मुकुट विषय कहले केबे आउतर समय मिले बाइबल जो 5 प्रकार मुकुट अच्छे से मुकुट विषय का आउ केबे आपको कहबे, किंतु एठी ये समस्त विषय को चिंता करबा आमनकर आवश्यक अटे। प्रिय माने लॉकडाउन रो समय
ए लॉकडाउन समय आम मानकर आत्मिक जीवन दिन प्रतिदिन बढ़ी चल आम माने जहाँ प्रभु ठार प्राप्त कर मल्टीप्लाए कर दिन प्रतिदिन आम बढ़ी चल तेबे जाइए ए समस्त प्रकार सौभाग्य आम मान जीवन में आम प्राप्त करवा जदि आग को यही प्रकार किसी मेसेज मु जड़े बड़ प्रचारक नुहे कि जड़े बड़ पास्टर नुहे कि जड़े मंडल कौन से विशेष पद नहीं जड़े विशेष बड़ व्यक्ति नुहे मु जड़े साधारण व्यक्ति जड़े सामान्य सीनियर सेकेंडरी स्कूल रे पढ़ुवा जड़े शिक्षक अटे मात्र जहाँ मत समय मिले से समय को जड़े बाइबल कॉलेज ग्रेजुएट होता हेतु प्रभुंर आह्वान पाई आज मत एजी चर्च सहित मिसिकी जो सेवा कार्य करने जहाँ मत से दिखती से सेवा कार्य मुझे किंतु जड़े बड़ प्रचारक नुहे बहुत बड़ थियोरी आणिक आपण सम्मुखें प्रकाश करी कि रखी से प्रकार नुहे आदि आगामी दिन मानकर ये प्रकार किसी मेसेज और विशेषकर मोर परिवार सदस्य कहे आदि ये प्रकार मेसेज आप चाहते तेरे नितांत भाव कमेंट करेंगे चेष्टा करी आगामी दिन मानकर आउ केतक मेसेज तैयारी करके अपलोड करने कारण आपण कहले भी न कहले भी मु करें किंतु मु चाहूँ आपण मानकर प्रत्युत्तर जेतु प्रभु जदि कहती अभिषेक करती आटा जिते एठिक आसे से अभिषेक उछलिवा आरंभ करे से उछलिवा आरंभ करे ऑटोमेटिकली ताहा लोक मान सम्मुखें देखा जाए आज मो भीतर प्रभु जहाँ कर मु आपण मानू न कहीकि तो मुझे रहीपर ना तेणु नितांत भाव आगामी दिन मानक आहरी किसी किसी वीडियो माने अपलोड करी प्रभु आपण मानक ये वाक्य अनुसार समस्त को आशीर्वाद करंतु मो पाई मोर परिवार पाई समस्त बोलिकी विशेष करके आपण माने प्रार्थना रे मत तोली धरंतु स्मरण करंतु प्रभु समस्त को आशीर्वाद करंतु।